ଆଜିର ଅନୁଚିନ୍ତା ପ୍ରକୃତ ଜ୍ଞାନ। ଜଣେ ତରୁଣ କେବଳ ଜ୍ଞାନ ଅର୍ଜନ କରିବାରେ ବ୍ରତୀ ରହିଲେ। କ୍ରମେ ଶ୍ରେଷ୍ଠ ପଣ୍ଡିତ ଭାବେ ପ୍ରସିଦ୍ଧ ଲାଭ କଲେ। ଦିନକର କଥା, କୌଣସି ଏକ କାମରେ ସେ ଦୂର ସ୍ଥାନକୁ ବାହାରିଲେ। ବାଟରେ ନଈଟିଏ ପଡ଼େ। ପଣ୍ଡିତ ତାହା ପାର ହେବାକୁ ଡଙ୍ଗାରେ ବସିଲେ। ଡଙ୍ଗାରେ ଆହୁରି କିଛି ଯାତ୍ରୀ ଥିଲେ। ଡଙ୍ଗା କୂଳ ଛାଡ଼ିଲା। ପଣ୍ଡିତ ଯୁବକ କଥା କଥାକେ ତାଙ୍କ ଜ୍ଞାନ ଗାରିମା ଦର୍ଶାଉଥାନ୍ତି। ମଝି ନଈରେ ଅକାତ କାତ ପାଣି। ଲୋକଙ୍କ ଭିତରେ ପହଁରା ଜାଣିବା ନ ଜାଣିବା ନେଇ କଥା ପଡ଼ିଲା। ପଣ୍ଡିତ ସେହି ପ୍ରସଙ୍ଗରେ ମଧ୍ୟ ତାଙ୍କ ଜ୍ଞାନ ଦେଖାଇ ଦେଲେ। ସନ୍ତରଣର କୌଶଳ ଠାରୁ ଆରମ୍ଭ କରି କେଉଁ ଜୀବ ସନ୍ତରଣ ପଟୁ କିଏ ନୁହେଁ, ସନ୍ତରଣ ଏବଂ ମାଧ୍ୟାକର୍ଷଣ ଭଳି ବିଭିନ୍ନ ବିଷୟରେ ଅନର୍ଗଳ କହିଲେ। ଲୋକେ ତାଙ୍କ ଜ୍ଞାନ ଦେଖି ତାଜୁବ ହେଲେ। ସେମାନେ କହିଲେ, ଆପଣ ସତରେ ଜ୍ଞାନର ଭଣ୍ଡାର। ପଣ୍ଡିତ ଯୁବକ କହିଲେ, ଜ୍ଞାନ ହିଁ ସବୁକିଛି, ତା ନହେଲେ କିଛି କରିହେବ ନାହିଁ। ନାଉରୀ ଏହି କଥାବାର୍ତ୍ତା ସବୁ ମନ ଧ୍ୟାନ ଦେଇ ଶୁଣୁଥାଏ। ଆର କୂଳରେ ଡଙ୍ଗା ଲାଗିଲା। ସମସ୍ତେ ଓହ୍ଲାଇ ଗଲେ। ଯିଏ ଯାହା ବାଟରେ ଗଲା ବେଳକୁ ପଣ୍ଡିତ ଯୁବକଙ୍କୁ ନମସ୍କାର ମାନ କରିଗଲେ। ନାଉରୀ ଜଣକ ପଣ୍ଡିତଙ୍କ ପାଖକୁ ଆସି କହିଲା, ଆପଣ ମୋ ଆଖି ଖୋଲିଦେଲେ ଆଜ୍ଞା। ମୁଁ ଭାରି ଭଲ ପହଁରେ। ପିଲାଟି ଦିନରୁ ପହଁରୁଛି। ନଈ ବଢ଼ିରେ ବି ମୁଁ ଏ କୂଳରୁ ଆର କୂଳକୁ ପହଁରିଯାଏ। କିନ୍ତୁ ପହଁରାରେ ଏତେ କଥା ଥାଏ ବୋଲି ଏବେ ଜାଣୁଛି। ଏହା କହି ସେ ଯିବାକୁ ବାହାରିଛି। ପଣ୍ଡିତ ଅଟକାଇ ଦେଲେ। ତାପରେ ସେ କହିଲେ, ପ୍ରକୃତରେ ତୁମେ ହିଁ ମୋ ଆଖି ଖୋଲିଦେଲ। ଏବେ ମୁଁ ଜାଣୁଛି ମୋ ଜ୍ଞାନ ମୂଲ୍ୟହୀନ। କାରଣ ପହଁରା ବିଷୟରେ ପୋଥି ଚଷିଲେ କ'ଣ ହେବ? ମୁଁ ତ ପାଣିରେ ପଡ଼ିଲେ ବୁଡ଼ି ମରିବି। କାହାଣୀଟି ଯଦି ପସନ୍ଦ ଆସିଛି ତାହେଲେ ଭିଡ଼ିଓଟିକୁ ଲାଇକ୍ କରିବେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ। ନମସ୍କାର। ଜୟ ଜଗନ୍ନାଥ।